ବିଜୁ ବାବୁ 90 ମସିହାରେ ପୁଣି ଥରେ କ୍ଷମତାକୁ ଆସିବା ପରେ ସେ ଗୋଟା କହୁଥିଲେ ଅମାନ୍ୟ ଅଫିସରକୁ ବାଡ଼ା, ଯେଉଁଥିପାଇଁ କୁହାଯାଏ ବିଜୁ ବାବୁଙ୍କର ମାଡ଼ ତତ୍ତ୍ୱ। ସେତେବେଳେ ଏହାକୁ ନେଇକି ଅଫିସର ମାନେ କେତେ ରାଗିଥିଲେ। ଏଇ ସେତେବେଳର ସଚିବାଳୟ ଏବେ ଲୋକସଭା ଭବନ, ଏଇ ଲୋକସଭା ଭବନରେ ବିଜୁ ବାବୁ ଓହ୍ଲାଉଥିବା ବେଳେ ଉପରୁ ତାଙ୍କ ଉପରେ ଫୁଲ କୁଣ୍ଡ ପକାଇଦେଲେ, ତା ମୁଣ୍ଡ ଫାଟି ଯାଇଥିଲା, ତାଙ୍କୁ ଚାବି ପକାଇଦେଲେ। ଏମିତି ଅନେକ କଥା ଆମେ ଶୁଣିଛେ, ଦେଖି ତ ପାରିନେ। ବର୍ତ୍ତମାନ ଭାରତୀୟ ଜନତା ପାର୍ଟିରେ କିଛି ନେତା କାର୍ଯ୍ୟକର୍ତ୍ତା, ଆମେ ସମସ୍ତଙ୍କୁ ଦୋଷ ଦେବାଟା ଠିକ୍ ନୁହେଁ, ସେମାନେ ବିଜୁବାବୁଙ୍କ ଫର୍ମୁଲାଟାକୁ ଆପଣାଇଛନ୍ତି। କିଛି ନେତାଙ୍କର ଧାରଣା ରହିଛି ବୋଧହୁଏ ଆମର ଦଳର ସରକାର ଆସିଲା ତ ଆମେ ସମସ୍ତେ ଗୋଟିଏ ଗୋଟିଏ ସରକାର, ଆମେ ସମସ୍ତେ ମନ୍ତ୍ରୀ, ଆମେ ସମସ୍ତେ ମୁଖ୍ୟମନ୍ତ୍ରୀ, ମାନେ ତା ତଳକୁ ରେଞ୍ଜର ଆଙ୍କର କମୁନି। ମାନେ ଆମ ସରକାର ମାନେ ବିଡ଼ୁ ଆମ କଥା ଶୁଣିବ, ଇଏ ମାନେ ଭାବୁଛନ୍ତି ମାନେ ଏଇଟା ଘର କଥା। ଇରେ ଏମିତି କେତେ ସରକାର ଯାଇଛି ନା ତମର ସରକାର ନୂଆ ହେଇଛି? ମାନେ ମୁଁ ଭାବୁଛି ଓଡ଼ିଶା ବୋଧେ ଏବେ ଗଠନ ହେଲା, ଆଉ ଭାରତୀୟ ଜନତା ପାର୍ଟିର କିଛି କାର୍ଯ୍ୟକର୍ତ୍ତା ମାନଙ୍କର ଯେଉଁ ଅହର ଉଦ୍ୟମ ଫଳରେ ବର୍ତ୍ତମାନ ଓଡ଼ିଶା ସ୍ୱତନ୍ତ୍ର ହେଇଛି ବୋଲି ତାପରେ ତାଙ୍କ ସରକାର ଗଠନ ହେଇଛି। ତେଣୁ ବର୍ତ୍ତମାନ ସେମାନେ ଠିକା ନେଇଯାଇଛନ୍ତି ସବୁ କରିବେ। ମୋର ସେଇମାନଙ୍କୁ ଇଏ କରିବା, ଅନୁରୋଧ କରିବା ଯେ ଆପଣମାନେ ବାସ୍ତବତାକୁ ସ୍ୱୀକାର କରନ୍ତୁ। ଏ ରାଜ୍ୟ ହେଉଛି ରାଜ୍ୟବାସୀଙ୍କର, ପ୍ରଶାସନଙ୍କର ଦାୟିତ୍ୱ ହେଉଛି ରାଜ୍ୟବାସୀଙ୍କୁ ସେବା ଯୋଗାଇବା। ଏବଂ ପଞ୍ଚାୟତରେ ଅଛନ୍ତି ଆଜ୍ଞା ବିଜେଡ଼ିର ସରପଞ୍ଚ, ବ୍ଲକରେ ଅଛନ୍ତି ବିଜେଡ଼ିର ଚେୟାରମ୍ୟାନ୍, ଜିଲ୍ଲା ପରିଷଦ ବିଜେଡ଼ିର, ଜିଲ୍ଲା ପରିଷଦ ଚେୟାରମ୍ୟାନ୍ ବିଜେଡ଼ିର। ବିଜେପି ନେତା କହିବେ ଯେ ଆମ କଥା ଭିଡ଼ିଓ ଶୁଣୁ, ତାମାନେ କ'ଣ ସରପଞ୍ଚର କ୍ଷମତାକୁ ସଙ୍କୁଚିତ କରିପାରିବ? ଚେୟାରମ୍ୟାନ୍ର କ୍ଷମତା ଗୋଟେ ଅଛି, ଜିଲ୍ଲା ପରିଷଦର କ୍ଷମତା ଅଛି, ଆମର ଜିଲ୍ଲା ପରିଷଦ ଚେୟାରମ୍ୟାନ୍ଙ୍କର ଅଛି ନା? ଆମ ସରକାର ମାନେ ଆମେ ସେମାନେ ଯିଏ ଯେଉଁ ବ୍ଲକରେ ଅଛନ୍ତି ସେ ବ୍ଲକର ମୁଖ୍ୟମନ୍ତ୍ରୀ। ଯେଉଁ ନେତାମାନେ ଏମିତି ଭାବୁଛନ୍ତି, ମୁଁ ଭାବୁଛି ତାଙ୍କର ପାର୍ଟି ଅଫିସକି ଆସନ୍ତୁ, ନହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଖକୁ ଆସନ୍ତୁ, ମନମୋହନ ସାମଲଙ୍କ ପାଖରେ, ମୋହନ ମାଝୀଙ୍କ ପାଖରେ କଥା ହେଇଯାଆନ୍ତୁ ଯେ ଯେମିତି ରାଜା ଦିଅନ୍ତିନି ଯେ ଅମକ ପଞ୍ଚାୟତଟା ନେଇଗଲୁ ଆଜିଠୁ ତୁ, ଅମକ ବ୍ଲକଟା ଇଏ, ଏମିତି ଗୋଟେ ପଟ୍ଟା ନେଇଯାଉନାହାନ୍ତି ପାର୍ଟି ଅଫିସରୁ ଆଉ ମୋହନ ମାଝୀଙ୍କଠୁ। ଆଜ୍ଞା ବିଡ଼ିଓଙ୍କୁ ଆପଣ ବାଡ଼େଇଲେ, ତା ଦ୍ୱାରା ଆପଣଙ୍କ ଲୋକ ଛିଛାକର କରୁଛନ୍ତି ନା ପ୍ରଶଂସା କରୁଛନ୍ତି? କେତେଜଣ ପ୍ରଶଂସା କରୁଛନ୍ତି କହିଲେ ଅଫିସରୁ ମାଡ଼ ହେଲା ପରେ? ହଁ ଆମେ କହିବାନି ଯେ ଅଫିସର ମାନେ ପୁରା ଧୁଆ ତୁଳସୀ, କିଛି ଭୁଲ ନାହିଁ, ନାଇଁ ଆମେ ସେଇ କଥା କହୁଛେ। ଆମେ ବି ଏମିତି ଗୋଟେ କହିବା ଯେ କେବଳ ଅଫିସର ମାନେ ବି ଧୁଆ ତୁଳସୀ ନୁହନ୍ତି। କିଛି ଅଫିସରଙ୍କର ଆଜ୍ଞା ଏବେ ବି ବିଜେଡ଼ି ହ୍ୟାଙ୍ଗଓଭର ଯାଇନି, କାହିଁକିନା ଦୀର୍ଘ ଦିନ ଧରି ସେ ଗୋଟେ ଶଙ୍ଖ, ମାନେ ଆପଣ ଦେଖିଥିବେ ବିଡ଼ିଓ ହୁଅନ୍ତୁ, କଲେକ୍ଟର ହୁଅନ୍ତୁ, ଇଏ ସବୁ ଶଙ୍ଖର ଜିଲ୍ଲା ସଭାପତି, ବ୍ଲକ ସଭାପତି ଭଳିଆ କାମ କରୁଥିଲେ। ତାଙ୍କର ବି କେତେ ଜଣଙ୍କର ହ୍ୟାଙ୍ଗଓଭର ଯାଇନି, ତେଣୁ ସେମାନେ କେତେଟା ଜାଗାରେ ଶୁଣୁନାହାନ୍ତି। ତାପରେ ଆଉ ଗୋଟେ ପ୍ରଶାସକର କାମ ହେଲା, ଆପଣ ଯଦି ଆଇନଟାକୁ ସବୁବେଳେ ବାନ୍ଧିକି ରଖିବେ ଆପଣ କେତେବେଳେ ଭଲ ଶାସନ କରିପାରିବେନି। ଆପଣ ମନେକର କହିବେ ଯେ ରାସ୍ତାର ବାଁ ପଟେ ଗାଡ଼ି ଯିବ, ବାଁ ପଟେ ଗୋଟେ ଗାଡ଼ି ଅଛି, ଆପଣ ରାସ୍ତା ମଝିକି ଗାଡ଼ି ନେବେ ନା ନେବେନି? ନହେଲେ ସେମିତି ଠିଆ ହେଇଥିବେ। ତେଣୁ କିଛି ଜାଗାରେ ଅଛି ପ୍ରଶାସନ ଜାଣିବା ଦରକାର ଯେ ଯେହେତୁ ବିଜେପିର ଶାସନ ଆସିଛି, ବ୍ଲକରେ ପଞ୍ଚାୟତରେ ଅଛନ୍ତି, ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ତାଙ୍କ ପଞ୍ଚାୟତର ଲୋକ ଦାବି କରୁଛନ୍ତି, ମାନେ ଡାକିକି ଜଣେ ବିଡ଼ିଓ ଚାହିଁଲେ ସମାଧାନ ହେଇଯିବ। ବ୍ଲକର ଯେଉଁ ପଞ୍ଚାୟତର ବିଜେପି ନେତା, କିଛି ବିଜେପି ନେତା, ଯେ ଆପଣ ପଞ୍ଚାୟତର ବିକାଶ କରନ୍ତୁ, ମିଳିମିଶି କାମ କରନ୍ତୁ, ଯିଏ ସରପଞ୍ଚ ଅଛନ୍ତି ସେ ଟିକେ ଅଧିକା କରନ୍ତୁ, ଆପଣ ଟିକେ କମ୍ କରନ୍ତୁ। ଇଏ କିଛି ଜଣ ପ୍ରଶାସକର ଅପାରଗତା ପାଇଁ ମଧ୍ୟ ଏଭଳି ଘଟଣା ଘଟୁ। ନାଇଁ ନାଇଁ କିଛି ଟିକସ ଟିଙ୍କ ଆମେ ତାଙ୍କୁ କହିବା, ଟିକସ ଟିଙ୍କ, ଏ ଟିଙ୍କମାନଙ୍କର ଉର୍ବର ମସ୍ତିଷ୍କରୁ ବାହାରୁଛି। ସେ ଦେଖିବେ ପାଞ୍ଚ ମାସର କି ବର୍ତ୍ତମାନର ଘର ଭଡ଼ା 400-500 ରୁ 1000 ଟଙ୍କା ହେଇଥିବ, ଗାଡ଼ି ଭଡ଼ା ମାନେ ଯେମିତି କଣ ଆଳିକି ଆଳୁକା ବଳଉଛି ଯେଉଁ କଥାଟା, ଯେଉଁ ଏଇଭଳି ଭାବରେ କରୁଛନ୍ତି। ମୁଁ ଭାବୁଛି ସରକାର ଗୋଟେ କାମ କରନ୍ତୁ, ଗାଡ଼ି ରଖିଲେ ଫାଇନ୍ ନିଅନ୍ତୁ, ଆପଣଙ୍କର ଦାଢ଼ି ବାଳ କାଟିଲେ ବି ଗୋଟେ ଲେଖା ଫାଇନ୍ ନିଅନ୍ତୁ, ସକାଳେ କେତେ ବାଲ୍ଟି ପାଣିରେ ଗାଧେଇବୁ। ଭୁବନେଶ୍ୱର ଅବଶ୍ୟ ପାଣି ତ ଲିଟର ଦରିଆ ବିକ୍ରି ହେଉଛି କି ଟିକସ ଲାଗୁଛି, ତଥାପି ତ ଗାଁ ମାନଙ୍କରେ ଲାଗିପାରୁନି, ସେଠୁ ଭଲ ପଇସା ଆସନ୍ତା। ଯେ ଜଣକେ 2 ବାଲ୍ଟି ପାଣିରେ ଗାଧେଇବ, 3 ବାଲ୍ଟିରୁ ଆମେ ଟିକସ ଲଗେଇବୁ। ଦାନ୍ତ କାଠିରେ ଘଷିଲେ ଟିକସ ଲାଗିବ ନା ବ୍ରସ୍ ପେଷ୍ଟରେ ଘଷିଲେ ଲାଗିବ? ତେଣୁ ମୁଁ ଭାବୁଛି ସରକାର ଗୋଟିଏ ଗାଇଡ଼ଲାଇନ୍ କରିଦିଅନ୍ତୁ ଯେ ସକାଳୁ ମନେକର ରାମବାବୁ ଉଠିଲେ, ସେ ତାଙ୍କର ଦେଖିଦେବେ ଯେ ଆଜି କେଉଁଠିରେ ଟିକସ ଲାଗିଛି। ଏମିତି ଟିକସ ଲାଗିକି ଆପଣ ପାନିଆଠୁ ତେଲଠୁ ଆରମ୍ଭ କରି କିଣିକି ଆଣୁଛନ୍ତି, ଆଉ ଏମାନଙ୍କର ଗୋଟେ ଲେଖା ଟିକସ ପ୍ରୋ ବୋଲି ଆମେ କହିଦେଇପାରିବା। ଭାଇ ଆପଣଙ୍କର ସରକାର ଚଲେଇବାର ଅଛି, ଯଦି ଟଙ୍କା ସର୍ଟେଜ୍ ହେଉଛି କିଛି ଯୋଜନା କଟେଇ ଦିଅନ୍ତୁ, କମେଇ ଦିଅନ୍ତୁ।
ସୁଭଦ୍ରାରେ 5 କାହିଁ ଦେବ, ପୁଣି ଏପଟ ବାଟରେ ଆମଠୁ କାହିଁକି ନେବ? ବରଂ ସେଟା 4.5 କରିଦିଅ, ଆମଠୁ ଆଉ ନିଅନି। କ'ଣ ଫେଡ଼ାଫେଡ଼ି କରିକି ଦେବା କଥା ସରକାର ଦିଅନ୍ତୁ। ମୁଁ ଭାବୁଛି ଅନ୍ତତଃ ପକ୍ଷେ ଆମେ ମାନ୍ୟବର ମୁଖ୍ୟମନ୍ତ୍ରୀକି ଏଇ ଅନୁରୋଧ କରିବା ଯେ ଆଜ୍ଞା ଏତେ ଟିକସ ହେଇଯାଇଛି ଯେ ମାନେ ଆମେ ମୁଣ୍ଡ ଗୋଲ ହେଉଛି। ଗୋଟେ ପିଲାର ଜାତକ ଦେଖିଲେ ତାକୁ ଯଦି ପଚରା ହେବ ବଡ଼ ହେଲେ କ'ଣ ହେବୁ, ଜ୍ୟୋତିଷ କହିଲେ ଯେ ବଡ଼ ହେଲେ ଏ ପିଲାଟି ଖାଲି ଟିକସ ଦେବ। ତେଣୁ ସରକାର ଚିନ୍ତା କରନ୍ତୁ କେତେ ଦିନ ଏମିତି ଟିକସ ଚାଲେ। जीएसटी मध्ये 18% एक्स्ट्रा अछि भाई ମୁଁ ସେଇ କଥା ଆପଣଙ୍କୁ କହିଲି, ଟିକସ ପ୍ରୋ ମାନେ ଯେତେ ପ୍ରକାର ଲାଗି ଚାଲିଛି। ତେଣୁ ସେଥିପାଇଁ କହୁ ସରକାର ଆଉ ଟିକସ ଲଗାନ୍ତୁନି। ଆମେ କହୁଛୁ ଯେ ରାସ୍ତାଘାଟ ଏତେ ଚକାଚକ ହେବା ଆମ ଦରକାର ନାହିଁ, ଆମରି ପଇସା ତ ନେଇକି କରୁଛନ୍ତି ନା। ତେଣୁ ଆଟଲିଷ୍ଟ ଆମକୁ କିଛି ରିହାତି ଦିଅନ୍ତୁ। ଆପଣ ବଡ଼ ବଡ଼ ବିଜ୍ଞାପନ ଦେଖିଥିବେ, ହୋଣ୍ଡା ଗାଡ଼ି ବିଜ୍ଞାପନ ତାର ଗୋଟା କରୁଥିବ, ହିରୋ ଗାଡ଼ି ତାର ଗୋଟା ବିଜ୍ଞାପନ କରୁଥିବ, ସୁଜୁକି ତାର କରୁଥିବ, 50 ପ୍ରକାର କମ୍ପାନୀ ସମସ୍ତେ ନିଜକୁ ବେଷ୍ଟ ବୋଲି କହୁଛନ୍ତି ନାହିଁ। ତେଣୁ ନବୀନ ବାବୁ ନିଜକୁ ବେଷ୍ଟ ବୋଲି କହୁଥିଲେ। ତେଣୁ ମୋହନ ବାବୁ ସେଥିପାଇଁ ନିଜକୁ ବେଷ୍ଟ କହିବା ପାଇଁ ଲୋକଙ୍କର କହିଦେଲେ ଟ୍ୟାଗଲାଇନ୍ଟା ଲଗେଇ ଦେଇଛନ୍ତି। ଆପଣ ସିରିୟସଲି କାହିଁ ନେଉଛନ୍ତି ମୁଁ ବି ବୁଝିପାରୁନି।